କାଳିଆପାଣି ସ୍ଥିତ ବାଲେଶ୍ୱର ଅଲୱେଜ ଖଣିରେ ମାଟି ଅତଡ଼ା ଖସି ଶ୍ରମିକ ଗୁରୁତର। ବାଲେଶ୍ୱର ଅଲୱେଜ କାଳିଆପାଣି ଇସ୍ପାତ କ୍ରୋମାଇଟ୍ ଖଣିରେ ଭୂସ୍ଖଳନ ହୋଇ ଖଣିର ପାଦଦେଶରେ ପୋତି ହୋଇଯାଇଛନ୍ତି ଶ୍ରମିକ। କ୍ରିୟାଶୀଳ ଖଣିର ପୂର୍ବ ଦିଗରେ 70 ଫୁଟ ଦୀର୍ଘ ଓ 15 ଫୁଟ ଉଚ୍ଚତା ବିଶିଷ୍ଟ ଏକ ବଡ଼ ମାଟି ଅତଡ଼ା ଖଣି ଭିତରକୁ ଭୁଷୁଡ଼ି ପଡ଼ିଛି। ଏଥିସହ ସେହି ସ୍ଥାନରେ ମାଟି ଓବି ବୁହା କାମରେ ନିୟୋଜିତ ଥିବା 2 ଜଣ ବଡ଼ ଟ୍ରିପର ମ୍ୟାନ୍ 60 ଫୁଟ ପାଖାପାଖି ଗଭୀର ପାଣି କାଦୁଅ ଭିତରକୁ ଧସିଯାଇ ସମ୍ପୂର୍ଣ୍ଣ ପୋତି ହୋଇଯାଇଥିଲେ। ପାର୍ଶ୍ୱରେ ମାଟି କାଟୁଥିବା ଏକ ଏକ୍ସକାଭେଟର ଅଧାବିଧି ପୋତି ହୋଇଯାଇଛି। ଏହି ସମୟରେ ଖଣିରେ କାର୍ଯ୍ୟରତ ସମ୍ପୃକ୍ତ 2 ଟିପର ଚାଳକ ପ୍ରଦୀପ ମହାନ୍ତ ଓ ନିକୁଞ୍ଜ ପ୍ରଧାନ, ସୁପରଭାଇଜର ଚିତ୍ତରଞ୍ଜନ ରାଉତ ଓ ଏକ୍ସକାଭେଟର ଚାଳକ କ୍ଷୀରଚନ୍ଦ୍ର ନାୟକ ସେହି ପାଣି କାଦୁଅରେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ କାର୍ଯ୍ୟରତ ସହକର୍ମୀ ରଞ୍ଜିତ ମହାନ୍ତ, ଭବାନୀ ଶଙ୍କର ମହାନ୍ତ, ଲକ୍ଷ୍ମୀକାନ୍ତ ମହାନ୍ତ ଓ ବିଶ୍ୱଜିତ ମହାନ୍ତ ପ୍ରମୁଖ ଏକ ପୁଣ୍ଟନ ମାଉଣ୍ଟେଡ୍ ପମ୍ପ ଭାରଯନ୍ତ୍ରରେ ପାଣିକୁ କାଦୁଅରେ ବୁଡ଼ି ରହିଥିବା ଖଣିର ମଧ୍ୟଭାଗକୁ ଯାଇ ବିପଦରେ ଥିବା 4 ଜଣ ସହକର୍ମୀଙ୍କୁ ପାଖରେ ପହଞ୍ଚିଥିଲେ। ଦୌଡ଼ି ସହାୟତାରେ ଜଣକ ପରେ ଜଣକୁ ଉଦ୍ଧାର କରି କୂଳକୁ ଟାଣି ଆଣିଥିଲେ। ସେମାନେ ଅଳ୍ପରେ ଘଟଣାରୁ ବଞ୍ଚିଯାଇଥିବା ଦେଖିବାକୁ ମିଳିଥିଲା। ଫାର୍ମାସିଷ୍ଟ ଡୋଲେସ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ସେମାନଙ୍କୁ କମ୍ପାନୀର ଆମ୍ବୁଲାନ୍ସ ଯୋଗେ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ସୂଚନା ମିଳିଛି।